ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେଲା। ମନ୍ତ୍ରୀ ଏବଂ ଶିଳ୍ପୀମାନଙ୍କ ସହିତ ବିଚାର ବିମର୍ଶ ଆରମ୍ଭ ହେଲା। ଓଡ଼ିଶାର ହସ୍ତକଳା ମନ୍ଦିର ନିର୍ମାଣରେ ସିଦ୍ଧହସ୍ତ ସପ୍ତମ ଶତାବ୍ଦୀଠାରୁ ଏ ପର୍ଯ୍ୟନ୍ତ ଓଡ଼ିଶାର ଶିଳ୍ପୀ ଉତ୍କୃଷ୍ଟ ମନ୍ଦିର ନିର୍ମାଣ କରି ଆସୁଛନ୍ତି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ କାରିଗରମାନଙ୍କୁ ଡକରାଗଲା। ମନ୍ତ୍ରୀ ସିନେଇ ସାନ୍ତର ମହାପାତ୍ରଙ୍କୁ ଯୋଜନାର କାର୍ଯ୍ୟଭାର ପ୍ରଦାନ କଲା। ତେଣେ ସୀମାରେ ପୁନର୍ବାର ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ସୁଲତାନ ଇଲତୁତମିଶ ଇଖତିୟାରୁଦ୍ଦିନ ଉଜବେକଙ୍କୁ ଗୌଡ଼ ପ୍ରଦେଶର ଶାସକ କଲେ। ଗୋଟିଏ ପଟେ କୋଣାର୍କରେ ମନ୍ଦିର ନିର୍ମାଣର କାମ ଚାଲୁଥିଲା, ଅନ୍ୟପଟେ ସୀମାରେ ଯୁଦ୍ଧ। ନରସିଂହଦେବ ବାଙ୍କୁରା ଏବଂ ହୁଗୁଳି ଅଞ୍ଚଳକୁ ଜିତି ଦେଇଥିଲେ। କୋଣାର୍କର ସୂର୍ଯ୍ୟ ମନ୍ଦିର ନରସିଂହଦେବଙ୍କ ବିଜୟର ପ୍ରତୀକ ହୋଇଯାଇଥିଲା। କାରିଗର ଉତ୍ସାହିତ ହୋଇ ପଡ଼ିଥିଲେ। ନିର୍ଜୀବ ପଥର ମଧ୍ୟରେ ଜୀବନ ଭରି ଦିଆଯାଉଥିଲା। ଶ୍ରେଣୀ ହାତୁଡ଼ିର ଚୋଟରେ ନିସ୍ତବ୍ଧ କୋଣାର୍କ ଜୀବିତ ହୋଇଥିଲା। କୋଣାର୍କର ପ୍ରତି ଅଣୁରେ ଇତିହାସ ଲୁଚିରହିଛି। ପ୍ରତ୍ୟେକ ଶିଳା ନିଜର କାହାଣୀ ବଖାଣୁଥିବାର ଜଣାପଡ଼ୁଛି। ଏହା ସତ କି ମିଛ ତା କାହାକୁ ଜଣା ନାହିଁ, କିନ୍ତୁ କିମ୍ବଦନ୍ତୀ ନିଶ୍ଚୟ ରହିଛି। କଥା କାହାଣୀର ଯିଏ ଶ୍ରେଷ୍ଠ ହୋଇଥାଏ, ତେଣୁ ଏହି କଥା କାହାଣୀରୁ ଏହା ନିଶ୍ଚୟ ଜଣାପଡ଼ୁଛି ଯେ କୋଣାର୍କ ହେଉଛି ଶ୍ରେଷ୍ଠ ନିଦର୍ଶନ। ଏହିପରି ଏକ କଥା ରହିଛି କୃଷ୍ଣ ଏବଂ ତାଙ୍କ ପୁତ୍ର ଶାମ୍ବଙ୍କ ସହିତ। ଦ୍ୱାପର ଯୁଗର କଥା। ଶ୍ରୀକୃଷ୍ଣଙ୍କ ଅଷ୍ଟ ବାଟରାଣୀଙ୍କ ମଧ୍ୟରୁ ଜାମ୍ବବତୀଙ୍କ ଗର୍ଭରୁ ଜନ୍ମ ନେଲେ ଶାମ୍ବ। ଶାମ୍ବ ରୂପବାନ ଥିଲେ। ନିଜର ରୂପ ଗୁଣରେ ତାଙ୍କର ଗର୍ବ ମଧ୍ୟ ଥିଲା। ଦିନେ ବ୍ରହ୍ମର୍ଷି ନାରଦ ପଦାର୍ପଣ କଲେ। ନିଜ ରୂପର ଅହଙ୍କାରରେ ଶାମ୍ବ ତାଙ୍କୁ ଅପମାନିତ କଲେ। ହୃଷ୍ଟ ନାରଦ କୃଷ୍ଣଙ୍କୁ ଏହା କହିଦେଲେ ଯେ ତୁମ୍ଭ ପୁତ୍ର ଶାମ୍ବ ଗୋପାଳମାନଙ୍କ ସହିତ ପ୍ରଣୟ କ୍ରୀଡ଼ାରେ ଲୀନ ଅଛି। କ୍ରୋଧିତ କୃଷ୍ଣ ଶାମ୍ବକୁ ଖୋଜିବାକୁ ବାହାରିଲେ। ତେଣେ ନାରଦ ଶାମ୍ବକୁ କହିଲେ, ପୁତ୍ର, ତୁମ ପିତା ରୈବତକ ପର୍ବତରେ ତୁମକୁ ଅପେକ୍ଷା କରିଛନ୍ତି। ପିତା ଅପେକ୍ଷା କରିଥିବାର ଜାଣି ଶାମ୍ବ ତୀବ୍ର ଗତିରେ ରେବତକ ପର୍ବତ ଆଡ଼କୁ ଗଲେ। ସେଠାରେ ଗୋପୀମାନେ ପୁଷ୍କରିଣୀରେ ଜଳକ୍ରୀଡ଼ା କରୁଥିଲେ। ଶାମ୍ବଙ୍କୁ ଦେଖି ସେମାନଙ୍କୁ ଲାଗିଲା ସାକ୍ଷାତ ଶ୍ରୀକୃଷ୍ଣ ଆସିଲେ। ଶାମ୍ବଙ୍କ ମଧ୍ୟରେ କୃଷ୍ଣଙ୍କ ପ୍ରତିଛାୟା ଦେଖି ବୁଦ୍ଧି ବିବେକ ହରାଇ ଗୋପୀମାନେ ଶାମ୍ବଙ୍କୁ ଆଲିଙ୍ଗନ କରିଲେ। ଠିକ୍ ସେତିକି ବେଳେ ସେଠାରେ ପହଞ୍ଚିଗଲେ